ନାଇଁ ମନ୍ଦିର ତ ଆମେ କିଛି ନଥିଲା ଯେତେବେଳେ ବଣ ଜଙ୍ଗଲ ଥିଲା ଯେତେବେଳେ ଆମେ ଏଠି ଭିକ୍ଷା ମାଗିକି କରିଥିଲୁ। ଏଠି ଭିକ୍ଷା ମାଗିକି ରୋଡ଼ ଉପରେ ଡିବା ଧରି ମାଗିକି ଗୁଇରା ଗଛ ମୂଳରେ ଫଟୋଟେ ରଖିକି ସ୍ଥାପନା କରିକି ଆଉ ମାଆକୁ ପାଇଥିଲୁ। ତାକୁ ବର୍ଷେ ପର୍ଯ୍ୟନ୍ତ ବହୁ କଷ୍ଟ କରତେ ପଡ଼ିଛି। ତାପରେ ଯିଏ ଯାହା ଭାଷା ଆସିଲା ଯେ ବି ଗାଳି ଦେଇଛନ୍ତି ଯେ ଏଠି ଦନ୍ଦା କରୁଛନ୍ତି, ଏଠି ଇଏ କରୁଛନ୍ତି, ଏଠି କୁଡ଼ିଆ ହେଇକି ଭିକ ମାଗୁଛନ୍ତି ନିଜ ସ୍ୱାର୍ଥ ପାଇଁ ଖାଇବେ ବୋଲିକି କିଏ କେତେ ପ୍ରକାର କହିଛନ୍ତି। ତାପରେ ବି ମାଆ ଯେତେବେଳେ ଦଣ୍ଡ ଦେଲେ ତାପରେ ଲୋକ ଧୀରେ ଧୀରେ ଯାହା ବି ହେଲା ଅନେଶତ ବନ୍ୟାର ଲୋକଙ୍କର ମାନେ ଯେଉଁ ପ୍ରତି ଚାଲିଥିଲା ଯେ ଇଏ ଲୋକ ଖାଉଛନ୍ତି ଏଠି ଖାଇବା ପାଇଁ ମନ୍ଦିରଟା କରିଛନ୍ତି। ସେ ସେତେବେଳେ ଲୋକ ଜାଣିପାରିଲେ ଯେ ନା ଏଠି ମାଆ ଅଛନ୍ତି, ମାଆ ଥିବା ଦ୍ୱାରା ଆମେ ସବୁ ବଞ୍ଚି ହେଲେ। ଯଦି ମାଆ ନଥାନ୍ତା ଆମେ ବି ବଞ୍ଚିପାରିଥାନ୍ତୁ। କାହିଁକିନା ରୋଡ଼ ବି ଭାଙ୍ଗିତେ ଅନେକ ଲୋକ ଆସିଛନ୍ତି କିନ୍ତୁ ଭାଙ୍ଗି ପାରିନାହାନ୍ତି। ହାଣିଛନ୍ତି କିନ୍ତୁ ହାଣିକି ସମ୍ପୂର୍ଣ୍ଣ କରିନାହାନ୍ତି। କିନ୍ତୁ ପାଣି ସେପଟରୁ ଏପଟ ପଡ଼ି ପଡ଼ି ଘାଇ ହେଇକି ତଡ଼ା ଯେତେବେଳେ ନେଲା ଗର୍ଜନ ଗୋଟେ କରିଛି ରାସ୍ତା ଭାଙ୍ଗିଲା। ଏଇଭଳି ସେତେବେଳେ ଏଇ ଲୋକ ମୋତେ ଯାଇକି ହାସ୍ୟ କରିଛନ୍ତି ଯେ ତୋ ମାଆ ଯାଇକି ଧୋଇଲାଣି ସମୁଦ୍ରର, ତମେ ଏଇ ଜାମଝାଡ଼ିର ପଡ଼ିଛ ନା ଆସିକି, କାହିଁ ତମ ମାଆ ତମକୁ ରକ୍ଷା କଲାନି ନା, ତମ ଘର ଦ୍ୱାର ଭାସିଗଲାଣି ସବୁ। ମାନେ ମୋ ମାଆ କିଏ ତମ ମାଆ କିଏ? ମୋ ମାଆ ଯିଏ ବି ତମ ମାଆ ବି ସିଏ। ମୋ ମାଆ ଯଦି ସମୁଦ୍ର ଲାଗିଛି ତମେ ବି କେଉଁଠି ଆଉ ଅଥାନ୍ତ, ତମେ ବି ସମୁଦ୍ର ଲାଗିଥାନ୍ତ। ମୋ ମାଆ ଅଛି ବୋଲି ତମେ ସବୁ ରହିଛ। ଏଇଭଳି ଉଦ୍ଧାର କରିଛନ୍ତି। ଯିଏ ଡାକି ଦେଇଛି ତାଙ୍କ ପାଖରେ ଯାଇ ଠିଆ ହେଇଛି। ସେ ଯେଉଁ ବାଟେ ହେଲେ ଯେଉଁ ରୂପର ହଉ ମାଆ ଯାଇକି ଠିଆ ହେଇଛି। ମାଆ ତ ସବୁ କିଛି ଦେଇଥିଲା, ସବୁ କିଛି ବି ଚାଲିଛି ଆଜି ପର୍ଯ୍ୟନ୍ତ ଦୁଃଖ କଷ୍ଟ କରିକି ଚାଲିଛି। ମୋର ବି 4 ଝିଅ ମାଆ ଦେଇଛି। ମୋ ବଡ଼ ଝିଅ ଜନ୍ମ ହେଲା ମାଆଙ୍କର ମନ୍ଦିର ମୁଁ ଆରମ୍ଭ କଲି। ତାପରେ ମାଆ ସବୁ ମାଆ ଚାଲି ଆସିଲେ ଆଉ 4ଟା ଝିଅ ଆଉ 1 ପୁଅ ଆଉ ଚାଲିଛି ସେବେଠୁ ବି ପଡ଼ିଛୁ ମାଆ ପାଖରେ। ଯେତେ ଦୁଃଖ ମାନେ ଦୁଃଖ ତ ଅନେକ ହେଲାଣି, ରାମାୟଣ ଭଳିଆ ଦୁଃଖ ବି ବହୁତ ଚାଲିଗଲାଣି। କାହାଣୀ ବି ହେଇଯିବ ରାମାୟଣ ଭଳିଆ, କିନ୍ତୁ ତଥାପି ଧୈର୍ଯ୍ୟ ଧରିକି ଚାଲିଛୁ ଆଉ ମରୁଛୁ ବଞ୍ଚୁଛୁ ସେଇଥିରେ ଚାଲିଛି। ଏ ବହୁତ କିଛି କହିବି ହବ। ସ୍ୱାମୀ ବି ପାଗଳ ହେଇକି ଆଜି ପର୍ଯ୍ୟନ୍ତ ଏଇ ଠିକ୍ ହେଇପାରୁନାହାନ୍ତି। ତାଙ୍କୁ ବି ମେଡ଼ିସିନ ଦିଆ ହେଇକି ବାଟକୁ ଆଣୁଛୁ। ଏତେ ଦୁଃଖ ଯେ ମାନେ କହିବି ହବନି କି ସହିବି ହବ। ତଥାପି ଚାଲିଛୁ ସଂଘର୍ଷ କରି। ସକାଳେ ଆସେ, ସକାଳେ କାମ ସାରିକି ଆସିଲା ବେଳକୁ 8ଟା ହେଇଯାଉଛି। ଗଲାବେଳକୁ 1ଟା ବେଳେ ଯିମି, ପୁଣି 4ଟା ବେଳକୁ ଆସିମି, ପୁଣି ଯିମି ହେଉଛି 6ଟା 7:30 ମାଆଙ୍କର ସବୁ କାମ ଆଉ ଯେତେ କାମ ଆଉ ପାଗଳ କରିଦେଲେ ମାଆ। ସେଇଟା ହେଉଛି କହି ତ ନାହାନ୍ତି କିଛି ଆମର ତ୍ରୁଟି ରହିପାରେ କିଛି, ବା ଆମ ସ୍ୱାମୀ ସେ ଶିଖିବାକୁ ଚାହେଁ ନନା ଏରকম ପାଠ କଲେ ସେଇରକମ କିଛି ଶିଖୁଥିଲା ଯେ ଆଗ୍ରହ ମୁଁ ଆଖି ବୁଜିଦେଲେ ଜାଣିପାରିବି କିଏ କେଉଁଠି ବସିଛି। ସେପରି ଇଏର କିଛି ତ୍ରୁଟି ହେଇଯାଉ, ମଥା ଖରାପ ହେଇଯାଉ କି ତାର ଆଉ କେହି କିଛି କରିଦିଅନ୍ତୁ, ମୁଁ ତ ଆଉ କହିପାରିବିନି। କିନ୍ତୁ ମାଆ ଆସିକି ଥରେ 2 ଥର କହିଥିଲେ, କହିଲେ ତୁ ଚିନ୍ତା କରନା, ତତେ ଯେଉଁ ବାଟେ ହେଲେ ତତେ ବାଟ କରିନି, କିନ୍ତୁ ଦୁଃଖ ଅଛି ଧର ତାକୁ ଆଉ କିଏ ଘୁଞ୍ଚେଇବ। ଚାଲିଛି ଆଉ। ଅନେଶତ ବନ୍ୟାର ବି ଯେତେବେଳେ ରୋଡ଼ ଭାଙ୍ଗିଗଲା ସେତେବେଳେ ବି ମାଆ ଯାଇକି ଠିଆ ହେଇକି ଲୋକଙ୍କୁ ଅଟେଇ ଦେଇଛି ଯେ ଏଠି ଯାଅନି, ଏଠି ଆଗକୁ ଇଏ ଅଛି। ଲୋକ ମାନି ନାହାନ୍ତି। ଯିଏ ଜଣେ ଆଗର ଚାଲି ଆସିଲା ନ ମାନିକି ସେ ବି ଏଇଠି ଗୁଇରା ଗଛର ତାକୁ ଆଣିକି ନାଇ ଦେଇକି ମାରିଦେଇଛି। ଆଉ ଯିଏ 5 ଜଣ ରହିଲେ ସେ ଘରକୁ ଗଲେ। ସେ ଘରେ ଯାଇ ଖବର ଦେବାର ସେ ଲୋକ ବି ଆସିକି ସେ ଲାଶକୁ ଦେଖିକି ତାକୁ ନେଇକି ମା